ଏଇକୁ ପ୍ରାୟ 5-6 ବର୍ଷ ହଉଛି ଆମ ଏ ରାସ୍ତାରେ ନା ସରପଞ୍ଚ ତରଫରୁ ନା ବିଭିନ୍ନ ସରକାରୀ କୌଣସି ସଂସ୍ଥାରୁ ଆମର ଏ ରାସ୍ତା ବିଷୟରେ କେହି ବୁଝୁନାହାନ୍ତି। ବର୍ଷା ହବା ସାଙ୍ଗେ ସାଙ୍ଗେ ରାସ୍ତାରେ ଦୁନିଆ ବଜାରର ଆରଏସି ବଜାର ଏଇ ଆମର ହାଟପଦା ବଜାର ସେଭେନ୍ ଟେନ୍ ମାର୍କେଟର ସମସ୍ତ ମଇଳା ଏଇ ଡ୍ରେନରେ ପୁରା ଭର୍ତ୍ତି ହେଇଯାଏ। ଏଇ ପଛରେ ଆମର ଜମି ଜମା ଅଛି, ଆମେ ଜମିରେ ଯାଇପାରୁନାହିଁ, ଚାଷ କରିପାରୁନାହିଁ, ଆମର ବହୁତ ସମସ୍ୟା ହଉଛି। ଆରଏମସି ବଜାରରୁ ଏ ରାସ୍ତା ବିଷୟରେ ଟିକେ ଯଦି ବୁଝିଥାନ୍ତା ଡ୍ରେନ ବିଷୟରେ, ବଜାର ସମସ୍ତ ଅଳିଆ ଆବର୍ଜନା ପ୍ଲାଷ୍ଟିକ ଡବା ସବୁ ଏଇପଟେ ଯାଏ, ଯାଇକି ଆମର ଜମିର ଚାଷବାସ ପାଇଁ ବହୁତ ଅସୁବିଧା ହଉଛି। ପଛରେ ଆମର ଜମି ଅଛି, ଆମେ ଜମିରେ ଚାଷବାସ କରିପାରୁନାହିଁ। ଏଇ ରାସ୍ତାରେ ଦେଖନ୍ତୁ ଏଇଠୁ 5ଟା ପଞ୍ଚାୟତରେ ଯିବା ଆସିବା ରାସ୍ତା ଏବଂ ଆମର ମେଡିକାଲ କଲେଜ ଆଉ ସବୁ ପ୍ରକାର ଏଇ ରାସ୍ତାରେ ସୁବିଧା 7-9 ର ସେଇ ମୁଖ୍ୟ ରାସ୍ତା ଉପରେ ଏମିତି ପରିସ୍ଥିତି। ମଝିରେ ଗୋଟେ ବ୍ରିଜର ଏତେ ଅବସ୍ଥା ହେଇଛି, ସେ ବ୍ରିଜ ନହେଲେ ଆମେ ଜମିରେ ମଧ୍ୟ ଯାଇପାରୁନାହିଁ। ବ୍ରିଜର ଆଜି 5 ବର୍ଷ ହେଉଛି ଆମେ ମାନେ ପଞ୍ଚାୟତ ତରଫରୁ ସରକାରକୁ ଜଣାଉଛୁ, କିନ୍ତୁ ଏହାର କୌଣସି ସୁବ୍ୟବସ୍ଥା ହୋଇପାରୁନାହିଁ। ସରପଞ୍ଚ ମଧ୍ୟ ଏହାର କୌଣସି ବ୍ୟବସ୍ଥା କରୁନାହିଁ। 15 ମିନିଟ୍ ବର୍ଷା ହେଇଛି, 15 ମିନିଟ୍ ବର୍ଷାରେ ବହୁତ ପ୍ରବଳ ବର୍ଷା, ସେ ବର୍ଷାରେ ରାସ୍ତା ପୁରା ମାନେ ଏବେ ମଇଳାରେ ଆବର୍ଜନା ଭର୍ତ୍ତି ରହିଛି। ପାଖରେ ଜଣଙ୍କର ଘର ଅଛି, ଆମ ଭାଇ ସେଠି ରହୁଛି, ଆମେ ସେ ଘରେ ଯାଇପାରୁନାହିଁ, ଘର ଭିତରେ ପାଣି ପଶି ଯାଇଛି। ଗୋଟେ ଷ୍ଟେଟ ବ୍ୟାଙ୍କ ନୂଆରେ ହେଇଛି, ସେ ଷ୍ଟେଟ ବ୍ୟାଙ୍କରେ ପୁରା ପାଣି ପୋଖରୀ ଭଳିଆ ହେଇ ସାରିଛି, ସେଠି ଆଉ ଯିବା ଆସିବାର ବ୍ୟବସ୍ଥା ନାହିଁ। ସରକାର ବା ଆରଏମସି ତରଫରୁ ଏହାର ଯଦି କିଛି ସୁବ୍ୟବସ୍ଥା କରେ ଆମେ ଉପକୃତ ହବୁ ଏ ଅଞ୍ଚଳର ଲୋକ। ମୁଁ MB 17 ଗ୍ରାମ ବାସିନ୍ଦା, ଗ୍ରାମ ପଞ୍ଚାୟତ ଟାଣ୍ଡାବାଇ ଜିପି, ୱାର୍ଡ 6 ନମ୍ବର ୱାର୍ଡ। ଆମର ସମସ୍ୟା ହେଉଛି ଯେ ଆମ ଡ୍ରେନ୍ ନେଇକି ଆମକୁ ବହୁତ ଅସୁବିଧା ହେଉଛି। ରାସ୍ତାରେ ଯିବା ବେଲେ ବହୁତ ସମସ୍ୟା ଆମକୁ ଭୋଗିବାକୁ ପଡୁଛି। ବର୍ଷା ଟାଇମରେ ଡ୍ରେନ୍ର ମଇଳା ପାଣି ଆସିକି ରାସ୍ତା ଉପରେ ବହି ଯାଉଛି। ଏ ରାସ୍ତା ଦେଇକି ବହୁତ ଲୋକ ଯାତାୟାତ କରନ୍ତି, ସ୍କୁଲ ପିଲାମାନେ, କୋର୍ଟ, ବ୍ୟାଙ୍କ, ବହୁତ ଅଫିସିଆଲି କାମରେ ଯିବାକୁ ହେଲେ ଏଇ ରାସ୍ତା ଦେଇକି ଏକା ଯିବାକୁ ପଡୁଛି। ହେଲେ ମୋର ସରକାରଙ୍କୁ ଏତିକି ଅନୁରୋଧ ରହିବ ଯେ ଆମର ଯେମିତି ଏଇ ବର୍ଷା ଟାଇମରେ ଅସୁବିଧା ନହବ, ଏଇ ଡ୍ରେନ୍ ଅସୁବିଧାଟାକୁ ଅତି ଜଲ୍ଦି ଆର ସମସ୍ୟାର ସମାଧାନ କରିବା ପାଇଁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ। କାଲି ଘର ଭିତରେ ସବୁ ପାଣି, ମଇଳା ପାଣି ସବୁ ଘର ଭିତରେ ପଶିଗଲା। ଏଇଠି ବ୍ରିଜ ଗୋଟେ ନ କଲେ ଆମେ ରହିପାରିବୁ ନାହିଁ। ଭିତରେ ପାଣି ପଶି ଯାଉଛି, ସବୁ ସାମାନ ପତ୍ର ନଷ୍ଟ ହେଇଯାଉଛି। ଘରେ ପିଲାମାନେ ରହୁଛନ୍ତି, ରହିପାରୁନାହାନ୍ତି। ଯେ ହଉଛି ସେଦିନ ବେଶୀ ଢୁକୁଛି, আর যেদিন অল্প হচ্ছে সেদিন অল্প ঢুকুଛି। 4-5 ବର୍ଷ ହେଲାନି। ହଁ, ସବୁ ପାଣି ତ ଭିତରେ ପଶୁଛି। ଆଉ